ସାଙ୍ଗମାନେ ଆଜି ଆମେ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଆମେ ଦେବଗଡ଼ର ଏଇଟା ସକାଳୁ ସକାଳୁ ଗୋଟେ ଘାଟି ଅଛି। ସେ ଘାଟି ପାଖରେ ମାନେ ରାସ୍ତା ଅଛି, ରାସ୍ତାର ଘାଟି ସେଇଟା ଅଛି। ସେ ଘାଟି ପାଖରେ ମନ୍ଦିର, ହନୁମାନଙ୍କୁ ବି ଦର୍ଶନ କଲୁ। ଆଉ ଏଠି ହେଉଛନ୍ତି ମା କାଳୀ ଅଛନ୍ତି ଏଠି। ଆଉ ଦେଖନ୍ତୁ ଗୋଟେ ବଢ଼ିଆ ଜିନିଷଟା ଦେଖେଇବି। ଦେଖନ୍ତୁ ହାତୀ ହେଇଛି, ହାତୀ ପାଟି ଭିତରୁ ପାଣିଟା ବାହାରୁଛି। ଦେଖନ୍ତୁ ବଢ଼ିଆ ଲାଗୁଛି, ପୁରା ସୁନ୍ଦର ଲାଗୁଛି। ଏଇଟା ପୁରା ପାହାଡ଼ ପାଖରେ ଏ ମନ୍ଦିରଟା। ଆଉ ଏ ମନ୍ଦିରକୁ ଲାଗିଛି ଏ ପାହାଡ଼ଟା, ରାସ୍ତା ବି କଡ଼ରେ ଅଛି। ଆଉ ଏଇଟା ହେଉଛନ୍ତି ମାଆଙ୍କ ମନ୍ଦିର, ତା ଆଗ ପଟେ ଅଛି। ଚାଲନ୍ତୁ ଦେଖିବା ସେକଡ଼ ପଟେ। ଦେଖନ୍ତୁ ଏଇକಡೆ ହେଉଛି ପାହାଡ଼, ପୁରା ପାହାଡ଼ ପାଖରେ। ଏଇଟା ପାହାଡ଼ କଟା ହେଇ ମନ୍ଦିର ବନା ହେଇଛି। ଆଉ ସେ ମଉସା ବି ଆମ ସାଙ୍ଗରେ ଆସିଛନ୍ତି, କହୁଥିଲେ। ଆଉ ସେ ପୁରା କଟା ହେଇକିନା ଏଠି ଅଛନ୍ତି। ଦେଖ ଭଗବାନ ପୁରା ସର୍ପ ପୁରା ଠିଆ ହେଇଛନ୍ତି, ପୁରା ବହୁତ ଲମ୍ବା କରାହେଇଛି ସେ ସର୍ପଟା। ଆଉ ଶିବଲିଙ୍ଗ ବି ସେଇଠି ଅଛି। ତା ପଛପଟେ ତା ମନ୍ଦିର ପଛପଟେ ସେ କଡ଼ରେ ଦେଖନ୍ତୁ। ଏବେ ମୁଁ ସର୍ପ ପୁରା ପାଖକୁ ପଳେଇ ଆସିଛି। ଦେଖନ୍ତୁ ସାଙ୍ଗମାନେ ପୁରା କେତେ ଲମ୍ବା ତିଆରି କରିଛନ୍ତି। ଆଉ ସେଇଠି ଦେଖନ୍ତୁ କେତେ ଲମ୍ବା ତିଆରି କରିଛନ୍ତି, ସେଇଟା ବଢ଼ିଆ ଲାଗୁଛି। ଆଉ ଦର୍ଶନ ହେଲା ନା, ବହୁତ ଭଲ ଲାଗୁଛି। ଆଉ ଶିବଲିଙ୍ଗ ବି ସେ ପାଖରେ ଥୁଆ ହେଇଛି। ଶିବ ମନ୍ଦିର ବି ଏଇଠି ଦେଖନ୍ତୁ, ପୁରା ପାହାଡ଼ ପାଖରେ କଟା ହେଇକିନା ଏ ମନ୍ଦିର ତିଆରି କରାହେଇଛି। ଆଉ ଏତେ ସୁନ୍ଦର ଲାଗୁଛି ନା ଏ ଜାଗାଟା, ପୁରା ବହୁତ ସୁନ୍ଦର ଲାଗୁଛି, ପୁରା ମିରାକିଲ୍। ସାଙ୍ଗମାନେ ଆମେ ମନ୍ଦିର ଦର୍ଶନ କରି ଆସିଗଲୁ ଗାଁ ଭିତରକୁ। ଆଉ ଏ ଗାଁ ଭିତରେ ତ ପୁରା ପାହାଡ଼ ମଝିରେ। ଆପଣଙ୍କୁ ପାହାଡ଼ ବି ଦେଖେଇବି। ଆଉ ଦେଖିବେ ପୁରା ପାହାଡ଼ କଡ଼ରେ ଆମେ ଅଛୁ। ଆଉ ଦେଖନ୍ତୁ କେତେ ଲୋକ ଏଠି, ସକାଳୁ ବି ଆମେ ଆସିଲୁ ନା। ବହୁତ ଲୋକ ଏଠି ଦେଖନ୍ତୁ, ବହୁତ ଲୋକ ଏଠି ଆମ ସଚେତନ ଭିଡ଼ିଓ ଦେଖୁଛନ୍ତି। ଆଉ ଆପଣ ଦେଖନ୍ତୁ ବହୁତ ମାନେ ଲୋକ, ବହୁତ ଲୋକ। ଆଉ ପୁରା ଆମେ ଏବେ ଅଛୁ ନା ପୁରା ପାହାଡ଼ ମଝି ଭିତରେ, ପୁରା ଜଙ୍ଗଲ ଦେଇକିନା ଆମେ ଆସିଲୁ। ଆଉ ଜଙ୍ଗଲ ରାସ୍ତା ବି ଅଛି, ମୋ ଭିଡ଼ିଓରେ ଦେଖିବେ। ପୁରା ଜଙ୍ଗଲ ରାସ୍ତା ଦେଇକିନା ଆମେ ଆସିଲୁ। ଆଉ ତାଙ୍କ କତିରେ ପହଞ୍ଚିଲୁ, ତାଙ୍କୁ ସବୁ ଘରେ ଘରେ ଯାଇକିନା ଡାକିଲୁ ତାଙ୍କୁ। ଆଉ ସେ ଆସିଲେ ବି, ବହୁତ ଲୋକ ଆସିଛନ୍ତି, ବହୁତ ଭଲ ଲୋକ ଏଠି ଅଛନ୍ତି। ଆଉ ମଉସା ବି ଆସିଛନ୍ତି ଆମ ସାଙ୍ଗରେ। ଆଉ ଏଇଠି ଦେଖନ୍ତୁ ପୁରାପୁରି ମାନେ ଭିଡ଼ିଓ ବି ଚାଲିଛି, ଲୋକ ବି ବହୁତ ଲୋକ ଦେଖୁଛନ୍ତି ଏଠି, ବହୁତ ଲୋକ। ଆଉ ଆମେ ଜାଣିନଥିଲୁ ଏତେ ଲୋକ ବୋଲି, ଆମେ ଭାବିଲୁ ସକାଳୁ ସକାଳୁ ସବୁ ମନ୍ଦିର ଯାଇଥିବେ। ଆଉ ଦେଖିଲା ବେଳକୁ ଲୋକ ଯାହା ହଉ ଥିଲେ। ଆଉ ଭିଡ଼ିଓ ଫାଷ୍ଟ ଭିଡ଼ିଓ ଆମର ଆଜି ସକାଳୁ, ଆଉ ଆଜି ପୂର୍ଣ୍ଣିମାରେ ଭଲ ଲାଗିଲା। ଲୋକମାନେ ବହୁତ ଆସିଲେ। ଦେଖନ୍ତୁ ଆପଣଙ୍କୁ ପାହାଡ଼ ବି ଦେଖାଉଛି, ଦେଖନ୍ତୁ ପୁରା ପାହାଡ଼, ସେ କଡ଼ରେ ପୁରା ପାହାଡ଼, ପୁରା ମାନେ ପାହାଡ଼। ସାଙ୍ଗମାନେ ଦେଖନ୍ତୁ ପୁରା ଏଇ ପାହାଡ଼ ପୁରା କଡ଼େ କଡ଼େ ଆମେ ଯାଇଥିଲୁ। ଏଇ ପାହାଡ଼ ପୁରା ଦେଖନ୍ତୁ, ଯୁଆଡ଼େ ଗଲେ ପାହାଡ଼। ଏଇ ପାହାଡ଼ କଡ଼େ କଡ଼େ ଦେଇକିନା ସେ ଗାଁ ଭିତରକୁ ଯିବାକୁ ପଡ଼ୁଛି। ଆଉ ଗୋଟେ ଗାଁକୁ ଆମେ ଯାଉଛୁ। ଫାଷ୍ଟ ତ ସେଠି ପାଖରେ ଦେଖେଇଥିଲେ ଗୋଟେ ଫାଷ୍ଟ ଭିଡ଼ିଓରେ। ଆଉ ଏଇଟା ସେକେଣ୍ଡ, ଏଇଟା ଯାଉଛୁ ଆମେ। ଆଉ ସେକେଣ୍ଡ ପ୍ରୋଗ୍ରାମ୍ ହେବ ବୋଲି ଆମେ ଯାଉଛୁ। ଦେଖନ୍ତୁ ପୁରା ପାହାଡ଼ ପାଖକୁ ଆମେ ଯିବୁ ଏଇନାକେ। ପୁରା ପାହାଡ଼ କଡ଼େ କଡ଼େ ଆମେ ଦେଇଯାଉଛୁ। ଏଇଠୁ ମାତ୍ର 200 ମିଟର ଖଣ୍ଡେ ବୋଧେ ପାହାଡ଼ ହେବ, ପୁରା ସେ ପାଖରେ ଅଛି ଆମର। ଦେଖନ୍ତୁ ଆମେ ପୁରା କେମିତିଆ ରାସ୍ତା, ଦେଖନ୍ତୁ ତାଙ୍କ ସେକଡ଼େ ରାସ୍ତା ବି ନାହିଁ, ରାସ୍ତା ବି ନାହିଁ। ଆଉ ଦେଖନ୍ତୁ ଆମେ ପୁରା ଏଇ କଡ଼େ କଡ଼େ ଦେଇ ଯାଉଛୁ। ଧାନ ବି ଲାଗିଛି, ବହୁତ ଧାନ ଏଠି ଅଛି। ଆଉ ଧାନ ବି ଲାଗିଛି, ଧାନ କଟା ହେଲାଣି ଏକଡ଼େ। ସାଙ୍ଗମାନେ ଆମେ ସେଇଠି ଆସି ପହଞ୍ଚିଗଲୁ ପୁରାପୁରି ସେ ଯେଉଁ ପାହାଡ଼ ପାଖରେ ଥିବା ଗାଁରେ ସେକେଣ୍ଡ ପ୍ରୋଗ୍ରାମ୍ ପାଇଁ। ଆଉ ଦେଖନ୍ତୁ ପୁରା ପାହାଡ଼ ପାଖରେ, ଚାରିଆଡ଼େ ପୁରାପୁରି ଗଛ। ଆଉ ପାହାଡ଼ ଏଇ ପାଖରୁ ଆସୁନି ନା, କାହିଁକିନା ଗାଁ ଭିତରେ, ପ୍ରପର ଗାଁ ଭିତରେ ମୁଁ ଅଛି। ଆଉ ସେ ପାହାଡ଼ ପୁରା ପାଖରେ ଅଛୁ, ସେଥିପାଇଁ ପାହାଡ଼ ଗୁରା ଆସୁନି। କିନ୍ତୁ ଚାରିକଡ଼େ ପୁରା ପାହାଡ଼, ପୁରା ଚାରିକଡ଼େ ପାହାଡ଼। ଖାଲି ଘର ଅଛି ଏଠି। ମୋବାଇଲ ବି ନେଟୱାର୍କ ଆସୁନି, ମୋବାଇଲ ନେଟୱାର୍କ ମାନେ ଟୋଟାଲ ବି ନାହିଁ, ଟୋଟାଲ ଏଠି ମୋବାଇଲ ନେଟୱାର୍କ ନାହିଁ। ଆଉ ପାଣି ପିଇବା ପାଇଁ ବି ଲୋକ ବହୁତ ମାନେ ଏଠି କମ୍ପ୍ଲେନ୍ କରୁଛନ୍ତି ଆମକୁ ନା। ଆମେ କିନ୍ତୁ ପରିବେଶ ସୁରକ୍ଷା କରିବା ପାଇଁ ଯାଇଛୁ। ପରିବେଶ କେମିତି ସୁରକ୍ଷା ରହିବ ଆମେ ତାଙ୍କୁ ସଚେତନ କରିବା ପାଇଁ ଯାଇଛୁ। ଲୋକ କହୁଛନ୍ତି କି ଏଠି ପାଣି ପିଇବା ପାଇଁ ଅସୁବିଧା ଅଛି, ଇଏ ଅଛି, ସିଏ ଅଛି। ମୁଁ ଆପଣଙ୍କୁ ଦେଖେଇବି କେମିତି ସେ ପାଣି ପିଉଛନ୍ତି କୂଅ ଭିତରୁ। ପୁରା ପଥରରେ ଥାକ ଥାକ ହେଇକିନା ଅଛି, ଆଉ ସେଇଠି ହିଁ ପାଣି ପିଉଛନ୍ତି। ଦେଖନ୍ତୁ ଏଠି ଏକଡ଼ ଏରିଆରେ ଯେଉଁଠି ବି ଦେଖିବ ପୁରା ଏମିତିଆ ଶଗଡ଼ ଏମିତିଆ ରହିଥିବ। ଆଉ ଏମିତିଆ ଶଗଡ଼ ଆମ ସେକଡ଼େ କିନ୍ତୁ ନାହିଁ, କିନ୍ତୁ ଏକଡ଼େ ଅଛି ସବୁଆଡ଼େ ଶଗଡ଼। ଯେମିତି ଦେଖିବ, ଯୁଆଡ଼େ ଦେଖିବ ହିଁ ଶଗଡ଼ ଏମିତିଆ ଥିବ ଯେଉଁ ଗାଁକୁ ଗଲେ। ଦେଖନ୍ତୁ ସାଙ୍ଗମାନେ ପୁରା ଇଏ ପୁରା ଚାରିକଡ଼ ପାହାଡ଼। ଇଏ କେବେ 10 ଘର ଖଣ୍ଡେ ବୋଧେ ଅଛନ୍ତି ଏଠି। 10 ଘର ମାତ୍ର ବୋଧେ 10 ଘର ଖଣ୍ଡେ ଏବେ ଅଛନ୍ତି ଏଠି। ସାଙ୍ଗମାନେ ଦେଖନ୍ତୁ ମୁଁ କହିଥିଲି ନା ପୁରା ଚାରିକଡ଼େ ପାହାଡ଼ ବୋଲି। ଦେଖନ୍ତୁ ଏଇଠୁ ପୁରା ଠିକ୍ ଦେଖାଯାଉଛି। ଏଇଠୁ ଦେଖନ୍ତୁ ପୁରା ପାହାଡ଼, ଦେଖନ୍ତୁ ପୁରା ପାଖରେ ତାଙ୍କର ସେ ଘର ପଛପଟେ ହିଁ ପାହାଡ଼।
ଆଉ ଏକଡ଼େ ବି ଦେଖ ଏକଡ଼େ ବି ସେ ପାହାଡ଼ ଦେଖନ୍ତୁ ଘର କେମିତିଆ ସବୁ ଏଠାଇଁ ସବୁ ଆଉ ଖପରା ଘର ଏଠାଇଁ ଆଉ ଦେଖନ୍ତୁ ସେକଡ଼ଟା ପୁରା ପାହାଡ଼ ଆପଣ ଦେଖାଉଛି ସେ ଯେଉଁ କହିଥିଲେ କୂଅ ବୋଲି ସେ କୂଅ ଦେଖାଉଛି ଦେଖନ୍ତୁ ଏଇ କୂଅରୁ ମାନେ ପାଣି ସେ ପିଉଛନ୍ତି ଦେଖନ୍ତୁ କେମିତିଆ କୂଅ ହେଇଛି ସେ କୂଅ ଭିତରୁ ପାଣି ହେଇଛି କେମିତି ଦେଖନ୍ତୁ ପଥରରେ ଥାକା ଥାକା ହେଇକିନା କରାହେଇଛି ଏ କୂଅ ଆଉ ପାଣି ପାଇଁ ବହୁତ ଅସୁବିଧା ଏଠାଇଁ ସେ କ'ଣ କରିବେ ଆଉ ଏଇ କୂଅ ଭିତରୁ ହିଁ ପାଣି ପିଉଛନ୍ତି କେତେ ଅସନା ହେଇଛି ଏ କୂଅ। ସାଙ୍ଗମାନେ ଦେଖନ୍ତୁ ମୁଁ କହିଥିଲି ନା ଆପଣଙ୍କୁ ପୁରା ଜଙ୍ଗଲ ଦେଇ ଯିବୁ ବୋଲି ଦେଖନ୍ତୁ ପୁରା ଇଏ ଜଙ୍ଗଲ ପାଖରେ ପାହାଡ଼ ଏଇକಡೆ ଗୋଟେ ବି ହାତୀ ଯିବା ଆସିବା କରନ୍ତି କିନ୍ତୁ ଆମେ ଏଇକಡೆ ଗୋଟେ ତାଙ୍କ ଗାଁକୁ ଯିବାକୁ ପଡ଼ୁଛି କ'ଣ କରିବା ସେ ତ ଗାଁ ଜଙ୍ଗଲ ଭିତରେ ଅଛନ୍ତି ନା ଆଉ କ'ଣ କରାଯିବ ଆମେ ତାଙ୍କ କତିରେ ଯିବାକୁ ପଡ଼ିବ ଯାହା ବି ହେଲେ ପହଞ୍ଚିବାକୁ ପଡ଼ିବ ଆଉ ସେ ସଚେତନ କେମିତି ହେବେ ଆମକୁ କଷ୍ଟ କରିବାକୁ ପଡ଼ିବ ଆମେ ତାଙ୍କ କତିକି ବି ଯିବାକୁ ପଡ଼ିବ ଆଉ ଡର ଭୟ ସବୁ ଛାଡ଼ିକିନା ଯିବାକୁ ପଡ଼ିବ ଦେଖନ୍ତୁ ପୁରା ରାସ୍ତା ବି ନାହିଁ ବହୁତ ରାସ୍ତା କଦର୍ଯ୍ୟ ଅଛି ଆଉ ଆମେ ଏକଡ଼ାଟେ ଯାଉଛୁ ଦେଖନ୍ତୁ ପୁରା ଜଙ୍ଗଲ ଏକଡ଼ଟା ଦେଖେଇ ପାରୁନି କାହିଁକିନା ମୁଁ ଗାଡ଼ି ଚଲେଇଲା ବେଳେ ହିଁ ଭିଡ଼ିଓ କରିଛି ନା ସେଥିପାଇଁ ଏପଟ ସେପଟ ହେଉଛି ଭିଡ଼ିଓଟା ଆପଣ ଦେଖନ୍ତୁ ଖାଲି ଦେଖନ୍ତୁ ଟିକେ ପୁରା ଜଙ୍ଗଲଟା ଏଇଟା ପୁରା ଜଙ୍ଗଲ ଦେଇକିନା ହିଁ ଯିବାକୁ ପଡ଼ିବ ତାଙ୍କ ଗାଁ ଭିତରକୁ ନହେଲେ ଆଉ କିଛି ମାନେ କେଉଁ ବାଟ ବି ନାହିଁ କି କେଉଁ ବାଟ ଯାଇ ପହଞ୍ଚି ପାରିବେନି ଆଉ ଏଇଟା ପୁରା ଜଙ୍ଗଲ ସେ କଡ଼ରେ ପାହାଡ଼ ସେ କଡ଼େ ପାହାଡ଼ ଆଉ ଏଇଟା ପୁରା ଜଙ୍ଗଲ ପୁରା ସେମିତି ପଡ଼ିଛି ପୁରା ତାଙ୍କ ଗାଁ ଭିତରେ ଆହୁରି ଭିତରେ ଅଛି ପୁରା ପାହାଡ଼।